ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ପ୍ରସ୍ତୁତି କରିବା ବନ୍ଧାକୋବି ଦମ ଆଳୁ, ତାହା ବି ଅତି ସହଜରେ। ତ ପ୍ରଥମେ ଆମେ କରେଇରେ ସୋରିଷ ତେଲ ଦେଇଦେବା। ସେଥିରେ ଆଳୁକୁ ଆମେ ଏମିତି ବଡ଼ ବଡ଼ କାଟିକି ଆକୁ ଛାଣିଦେବା। ଛାଣି ସାରିଲା ପରେ ତାକୁ ଗୋଟେ ପ୍ଲେଟ୍‌କୁ ଆମେ ବାହାର କରିଦେବା। ସେଇ କରେଇରେ ତେଲ ଅଛି, ପୁଣି ତାକୁ ଆମେ ବନ୍ଧାକୋବି ଆଉ ମଟର ଦେଇକି ଟିକେ ଭଲ ଭାବରେ ଲିଡ୍ ବନ୍ଦ କରିକି 10ରୁ 15 ମିନିଟ୍ ଏପଟ ସେପଟ ଓଲଟେଇକି ଭାଜିଦେବା। ତାକୁ ମଧ୍ୟ ଗୋଟେ ପ୍ଲେଟ୍‌କୁ ଆମେ ବାହାର କରିଦେବା। ତାପରେ ସେଇ କରେଇରେ ତେଲ ଅଳ୍ପ ଦେଇଦେବା, ଜିରା ଆଉ ଗୋଟା ମସଲା ସବୁ ଦେଇଦେବା। ଦେଇସାରିଲା ପରେ ସେଥିରେ ଟିକେ ହେଙ୍ଗୁ ଦେଇଦେବା, ତାପରେ ପିଆଜ ଦେଇଦେବା। ପିଆଜଟି ଭଲ ଭାବରେ ଭାଜିବା ପାଇଁ ମାନେ ଟିକେ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ଭାଜିବା। ତାପରେ ଆମେ ରସୁଣକୁ ଛେଚିକି ଏଥିରେ ଦେଇଦେବା। ତ ଭଲ ଭାବରେ କଷି ଦେଇକି ଟମାଟୋ ଏଥିରେ ଏଡ୍ କରିଦେବା। ଟମାଟୋ କଷିବା ପାଇଁ ଟମାଟୋରେ ହଳଦୀ, ଲୁଣ, ଜିରା ପାଉଡ଼ର, ଧନିଆ ପାଉଡ଼ର ଏସବୁ ମସଲାକୁ ଦେଇଦେବା। ଆଉ ଟିକେ ରାଗ ଲଙ୍କାଗୁଣ୍ଡ ବି ଦେଇଦେବା। ଦେଇସାରିଲା ପରେ ଆମେ ଭାଜିକି ରଖିଥିବା ବନ୍ଧାକୋବି ଆଉ ଆଳୁକୁ ଦେଇଦେବା। ଏପଟ ସେପଟ କରି ଓଲଟେଇଦେବା। ତାକୁ ଟିକେ ଘୋଡ଼େଇକି ରଖିଦେବା। ତାପରେ ପ୍ରସ୍ତୁତ ହେଇଥିବ ବନ୍ଧାକୋବି ଦମ ଆଳୁ। ଧନିଆ ପତ୍ର ଦେଇ ସର୍ଭ କରିବା।